মা তুমি মমতার সীমাহীন সাগর, মা তুমি আম পাই আজি দাদা বিশ্ব মাতৃত্ব দিবস। আজি তম বউ তম পাখରେ নাহাନ୍ତି। আজি এই দিবসରେ ତମ ବୋଉଙ୍କ ପ୍ରତି ତମର କ'ଣ ଭାବନା କ'ଣ ଅନୁଭୂତି ଆଜି ଟିକେ ସମସ୍ତ ପୁତ୍ରମାନଙ୍କୁ ଆପଣ ଏଇ ମାର କାହାଣୀ ଟିକେ କେଉଁଭଳି ଭାବରେ ବୋଉର ବିକଳ୍ପ ନାହିଁ, ଆଜି ବୋଉର ଥିବା ଅବସ୍ଥାରେ ଯେଉଁ ଅନୁଭୂତି ଏବଂ ବୋଉ ଗଲା ପରେ ଯାହା ଆଜି ତମେ ମିସ୍ କରୁଛ ବୋଉକୁ ତା ମଧ୍ୟରେ କହିବେ। ମା ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ। ଜନନୀ ଠାରୁ ବଡ଼ ଆଉ ପୃଥିବୀ ଭିତରେ ବି କେହି ନାହିଁ। ମା ହେଲା ଆଗ, ମାତା ସିନା ଜାଣେ ସନ୍ତାନ ଯୋଜନା ଆଉ କିଏ ଜାଣିବ ତାହା। ମା ଭଳିଆ ପଦାର୍ଥ, ମା ଭଳିଆ ଜିନିଷ ଆଉ କେବେ ମିଳିବନି। ଯିଏ ହରେଇ ଦେଇଛି, ଆଉ ମୁଁ ବି ହରେଇଛି ମୋ ମାଆକୁ, ମୁଁ ଜାଣିଛି ମୋ ମାଆର। ତମ ମାଆକୁ କ'ଣ ଡାକ? ବୋଉ ଡାକେ। ସେଇ ବୋଉ ବାବଦରେ କୁହ। ତେଣୁ ବୋଉକୁ ମୁଁ ହରେଇଲା ପରେ ମୁଁ ଅନୁଭବ କରୁଛି ଯେ ପ୍ରକୃତ ମୋ ବୋଉର ଅନୁପସ୍ଥିତିଟା ମୋତେ କେତେ କଷ୍ଟଦାୟକ। ମୁଁ ତୁଆଡ଼ୁ ଦୌଡ଼ି ଆସିଲେ ବି ମା କୋଳରେ ଟିକେ ମୁଣ୍ଡ ରଖି ଶୋଇପଇଲେ, ମା କୋଳରେ ଶୋଇପଇଲେ ସବୁ ଦୁଃଖ ନିଭିଯାଏ। ସେ ଦୁଃଖ କିଛି ବି ମନ ପଡ଼େନି। ତେବେ ମା ପଣତ ତଳେ ପୁଅର ସବୁ କିଛି ଦୁଃଖ ଲିଭିଯାଏ। ତେଣୁ ମା ସବୁବେଳେ ମା ଜନନୀ ଜନନୀ ବୋଉଟାକୁ ଯେଉଁ ବୋଉ ଡାକ, ସେ ବୋଉ ଡାକ କ'ଣ ବାପା ଗଲା ପରେ ଥରେ ମିଳିବ? ଭାଗବତ କହିଲା ଏମନ୍ତ ଦିଅ ଅଛି କାହିଁନା ହସ୍ତ ପ୍ରସାରୀ ମାଗି ଖାଏ। ମୋ ବୋଉ ବଞ୍ଚିଥିଲା ବେଳେ କହିବ ପୁଅ କୁଆଡ଼େ ଯାଉଛୁ? ନା ମୁଁ ଟିକେ ବଜାରକୁ ଯାଉଛି। ନା ପୁଅ ଯାଉଛୁ ମିଠା ଦିଟା ମୋ ପାଇଁ ଆଣିବୁ? ନା ମୁଁ ଟିକେ ପଇସା ନାହିଁ ମିଠା ଆଣିକି କହିବା ମୋତେ କହୁଛୁ। କିନ୍ତୁ ମୋ ବୋଉ ମରିଗଲା ପରେ ମୁଁ କ୍ଷୀରି ପୁରୀ କରି ଭସେଇ ଦେଉଛି। ମୋ ବୋଉ କ'ଣ ଖାଇଲା? ବୋଉ ଖାଇଲାନି। ତେଣୁ ସେଇ ଯେଉଁ ବୋଉ ଡାକ ଆଉ ସେ ଯେଉଁ ବୋଉ ବୋଲି ଯେଉଁ ବାପା ଆଉ ବୋଉ ଏମାନଙ୍କର ଅନୁପସ୍ଥିତି କେହି ବି ପୂରଣ ସଂସାରରେ କରିପାରିବେନି। ବର୍ତ୍ତମାନ ଯେଉଁଭଳି ଭାବରେ ଦେଖିବେ ଜରା ଆଶ୍ରମ ବଢ଼ିବାରେ ଚାଲିଛି। ପିଲାମାନେ ମାର ଯତ୍ନ ନେଉନାହାନ୍ତି, ସେ ବାଧ୍ୟ ହୋଇ ଜରା ଆଶ୍ରମ ଯାଉଛନ୍ତି। କ'ଣ ସେଇ ସୌଭାଗ୍ୟ ପୁତ୍ରମାନଙ୍କୁ କହିବେ? ଜରାଶ୍ରମ ତ ଯାଉନାହାନ୍ତି ମା ବାପା ମାନେ, ତାଙ୍କୁ ନେଇକି ଛାଡ଼ି ଦିଆଯାଉଛି ଯେ ଏଭଳି ଯୋଗ୍ୟ ସନ୍ତାନ ଆମେ ବାପା ମାଙ୍କ ଠାରୁ ଜନ୍ମ ହେଇଛେ ଯେ ଆମ ବାପା ମାଙ୍କୁ ଆମେ ରୁଟି ଖଣ୍ଡେ ଦେଇପାରୁନେ କି ଭାତ ଖଣ୍ଡେ ଦେଇପାରୁନେ, ଆମେ ତାଙ୍କୁ ନେଇକିରି ଜରାଶ୍ରମରେ ଛାଡ଼ି ଦେଉଛେ ଯେ ସେ ସେଠି ରହିବାରେ। ଯେତେବେଳେ ଆମେ ଛୋଟ ଛୋଟ ହେଇଥିଲୁ, ଆମେ ଯେତେବେଳେ ମଳତ୍ୟାଗ କରୁଥିଲୁ, ପରିସ୍ରା କରୁଥିଲୁ, ସେତେବେଳେ ସିଏ ତ ତାକୁ ଅମୃତ ଭଳିଆ ପୋଛି ପକାଉଥିଲେ, ଅମୃତ ଭଳିଆ କରିଦେଉଥିଲେ। ଆଜି ସିଏ ବାଲ ବୃଦ୍ଧ ସମାନ। ତେଣୁ ଗୋଟେ ଛୋଟ ପିଲା ଯାହା, ଗୋଟେ ବୃଦ୍ଧ ଲୋକ ବି ସେଇଆ। ବୃଦ୍ଧ ହେଲା ପରେ ବାପା ମା ଆଜି ଆମ ତାଙ୍କର ଆଶ୍ରା ବାଡ଼ି। ଆମକୁ ସେ ଆଶ୍ରା କରି କେତେ ଆଶା ତାଙ୍କର ମନ ଭିତରେ ରହିଛି ବାପା ବୋଉଙ୍କର ଯେ ମୋ ପୁଅ କାଲି ସକାଳେ ପାଳିଯିବ, ମୋ ଦୁଃଖ ଯିବ, ମୋତେ ସିଏ ଯେମିତି ମୁଁ ତାକୁ ପାଳିଛି ସେ ମୋତେ ବି ସେମିତି ଦେଖିବ। କିନ୍ତୁ ସେ ଦୁଃଖ, ସେ ଯେଉଁ କଥା ତାଙ୍କ କଥା ଭିତରେ ହିଁ ରହିଯାଉଛି, ତାଙ୍କ ହୃଦୟ ଭିତରେ ରହିଯାଉଛି। କିନ୍ତୁ ଆଜିକାଲି ଆମେ ଯେଉଁ ଯୋଗ୍ୟ ସନ୍ତାନ ଜନ୍ମ ହେଇଛୁ, ସଂସାର କଥା କହୁଛି, ମୁଁ ଜଣଙ୍କ କଥା କହୁନି, ଆମେ ଯେଉଁ ଯୋଗ୍ୟ ସନ୍ତାନ ଜନ୍ମ ହେଇଛୁ ଆମ ବାପା ମାଆକୁ ଆମେ କ'ଣ କରୁଛେ? ନେଇକି ଜରାଶ୍ରମରେ ଛାଡ଼ି ଦେଉଛେ। ଆମେ ତାଙ୍କୁ ଘରେ ରଖୁନି। ସେ ଘର କାହାର? ସେ ଘରଟା କାହାର? ପ୍ରଥମ ଚିନ୍ତା କରିବା ଦରକାର ଯେ ସେ ଘର କାହାର? ସେ ଘର କରିଥିଲା କିଏ? ସେ ଘର ଥିଲା କେମିତି? ସେ ଜିନିଷ ଆମେ କେହି ଚିନ୍ତା ବି